ମାନେ ଏ କଥାଟା ଗୋଟେ ସବୁଠାରୁ ଗୋଟେ କଷ୍ଟପ୍ରଦ କଥା। ଆପଣ ଦେଖନ୍ତୁ ଯେ ଗୋଟେ ନିର୍ବାଚିତ ସରକାରର ସାଧାରଣ ଜନତାଙ୍କୁ ସୁଲଭ ମୂଲ୍ୟରେ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇ ଦେବା ସହିତ ସେମାନଙ୍କର ସୁରକ୍ଷା ରକ୍ଷା କରିବା ହେଉଛି ଗୋଟେ ସରକାର କାମ। ସରକାର ଲୋକମାନଙ୍କୁ ସାଧାରଣ ଲୋକମାନଙ୍କୁ ଆଳୁ ତ ଯୋଗାଇ ପାରୁନି କିନ୍ତୁ ଯୋଉ ଖାଦ୍ୟ ଯୋଗାଣ ମନ୍ତ୍ରୀ ଯୋଉଭଳି ଭାବରେ ବେପରୁଆ ବେଫିକର ମତାମତ ଦଉଛନ୍ତି ସେଥିପାଇଁ ଲୋକଙ୍କୁ ଭାରି କଷ୍ଟ ହଉଛି, ଆମକୁ ମଧ୍ୟ କଷ୍ଟ ହଉଛି। ମୁଁ ଅନୁରୋଧ କରିବି ମାନ୍ୟବର ଖାଦ୍ୟ ଯୋଗାଣ ମନ୍ତ୍ରୀ କି ସେ ଏ ପ୍ରକାର ପ୍ରତିକ୍ରିୟା ଦବା ବନ୍ଦ କରନ୍ତୁ ଏବଂ ମୁଖ୍ୟମନ୍ତ୍ରୀ କି ମଧ୍ୟ ଅନୁରୋଧ କରିବି ସେ ତାଙ୍କୁ ତାଗିଦ କରନ୍ତୁ ସେ ଏମିତିଆ ପ୍ରତିକ୍ରିୟା ଦେଇକରି ଲୋକଙ୍କର ଜନମାନସର ମାନେ ଆଘାତ ନ ଦିଅନ୍ତୁ। ତେଣୁ ନିଜର ଅପାରଗତାକୁ ଘୋଡ଼େଇବା ପାଇଁ ସେ ଅନ୍ୟ ଉପରେ ଦୋଷ ଲଦିବା ଏଇଟା ଗୋଟେ ଠିକ କଥା ନୁହଁ। ତେଣୁ ସେ ପାରୁନାହାନ୍ତି କିନ୍ତୁ ଲୋକମାନଙ୍କୁ ମିଛ କଥା କହିକିରି ଲୋକମାନଙ୍କୁ କଷ୍ଟ ଦଉଛନ୍ତି।